ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ତଥା ବିଜେପି ଦଳର ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଏବଂ ସମ୍ମାନିତ ଅତିଥି ଭାବେ ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାୟକ, କପ୍ତିପଦା ଉପଖଣ୍ଡର PAITDA ନରେନ୍ଦ୍ର ଖମାରୀ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ପାଢ଼ୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସଞ୍ଜୁଲତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶତପଥୀ ନିଷ୍ଠାର ସହ ଚେଷ୍ଟା ହିଁ ସଫଳତା ଆଣି ଦେଇଥାଏ। ତେଣୁ ଉତ୍ତମ ଶିକ୍ଷା ଗ୍ରହଣ ସହିତ ଭଲ ମଣିଷଟିଏ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଯଦି ମୁଁ ଚେଷ୍ଟା ବି କରୁନି ମୁଁ କହୁନି କିନ୍ତୁ ନିଷ୍ଠାର ସହ ଚେଷ୍ଟା ସେ ମେଟ୍ରିକ୍ସ ପାର୍ଟଟା ଡିଲ୍ କରୁଛି। ମୁଁ ତ ଆଜି ଜାଣିଲି ଏଇଟା ସତ ଯେ ଆପଣ ମୋତେ ମମତା ଦେଇଛନ୍ତି, ମୋ ପାଖରେ କିନ୍ତୁ କ୍ଷମତା ନାହିଁ, ପରୋକ୍ଷ କ୍ଷମତା ଅବଶ୍ୟ ଅଛି ନିଶ୍ଚୟ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସଫଳତା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟତଃ ବିଦ୍ୟାଳୟରେ ଶ୍ରେଣୀଗୃହର ଲାଇବ୍ରେରୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ କମନ ରୁମ୍ର ଅଭାବକୁ ନେଇ ନାନାଦି ପ୍ରକାରର ସମସ୍ୟା ସୃଷ୍ଟି ହେଉଥିବା ସୂଚାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଆମମାନଙ୍କର ମଧ୍ୟ ଏ ଅନୁଷ୍ଠାନରେ ରହିଥିବା ସମସ୍ତେ ଏକ ମନ, ଏକ ପ୍ରାଣ, ଏକ ରୂପ, ଏକଜୁଟ, ଏକାତ୍ମ ହେଇକରି ସୁସଙ୍ଗତ, ସମନ୍ୱିତ, ଯୋଉଟା କୁହାଯାଏ କୋଅର୍ଡିନେଟେଡ ଏବଂ କୋହେରେଣ୍ଟ एफर्ट जदि करिया निष्ठार सह चेष्टा संक्षेप कहले कले निश्चय किसी फल हो, हम भी आगे बढ़ेंगे। ये गला गोटे कथा एवं बहुत जिन कहते आईटीडीएम सर आज आप भल खबर शुणे टेली कथा हेली अलगा भी तो सी आईटीडी भी कहले हम नांदी चली जाए सत मैंने कितु से आम खमारी हो तो सी कहले नहीं करें मुझे आज्ञा सतरे कंक्रीटली जो हॉस्टल कथा कथा कौन व्हाट इज योर प्रोविजन आप करेंगे कहले हाँ नहीं करें आगे कहले ऑल दिस थिंग्स विल हैपन तापर अन्य कथा को आसवा ये सब चेष्टा चलो ठीक अच्छे गोटे दिग कि सबू सांगे मुझे गोटे सब्जेक्टिव पार्ट रही माने केमती कह बहुत स्वर्तर भाव कहारी ना मुझे कहूनी कि जीवन अच्छी जीवन स्पंदन ना प्राण अच्छी प्राण प्राचुर्य ना आते ना से दीर्घ दिन धरी पराधीन ये कथा खाली। मयूरभंजरू संजीव कुमार रंजित रिपोर्ट, स्पॉटलाइट इंडिया।